ଆଜି ସକାଳେ ଆମକୁ ମାନେ ସୂତ୍ରରୁ ଖବର ମିଳିଥିଲା କି ଏମିତି 2 ଜଣ ଫାୟାର ସଟ୍ ହେଇକି ଆମର ଡିଏଚ୍ଏଚ୍ରେ ଟ୍ରିଟମେଣ୍ଟ ହେଉଛନ୍ତି। ତେଣୁ ଆମେ ତାକୁ ଏନକ୍ୱାରି କରିବା ପାଇଁ ଆମ ଟିମ୍ ଆସିଥିଲେ ଆଉ ଏବେ ବି ସେମାନେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କର କଣ୍ଡିସନ୍ ସମ୍ପୂର୍ଣ୍ଣ ଷ୍ଟେବଲ୍ ନାହିଁ, ବଟ୍ ହେଲେ ବି ତାଙ୍କର ଯେଉଁ ପ୍ରାଥମିକ ଏନକ୍ୱାରିରୁ ଆମକୁ ଜଣାପଡ଼ିଛି ସେମାନଙ୍କ 2 ଜଣଙ୍କ ନାଁ ହେଉଛି ବିକ୍ରମ ଟଣ୍ଡନ ଆଉ ସୁନୀଲ ରତ୍ନାକର। ସେମାନଙ୍କର ଘର କିରକିରା ଗାଁ, ମାଲଖାରଡ଼ ଥାନା, ରାୟଗଡ଼ ଜିଲ୍ଲା, ଛତିଶଗଡ଼ ରାଜ୍ୟର। ସେମାନେ କୌଣସି କାମରେ ତାଙ୍କର ରିଲେଟିଭ୍ ଜଣେ ରାଉରକେଲାର ମନୋହରନ୍ ନାମଙ୍କର ବ୍ୟକ୍ତିଙ୍କ ଘରକୁ ଯାଉଥିଲେ। ରାସ୍ତାରେ ଆମର ଯେଉଁ ସ୍କାନ୍ଷ୍ଟିଲ୍ ଅଛି କୁତ୍ରା ଥାନା ଅନ୍ତର୍ଗତ, ସେଠି ଫାୟାରିଂ ଇନସିଡେଣ୍ଟ ହେଇଛି। ତ କେଉଁ କାରଣରେ ହେଇଛି କ'ଣ ହେଇଛି ଆମକୁ ଡିଟେଲ୍ ଜଣାପଡ଼ିନି, ବିକଜ୍ ସେମାନେ ସମ୍ପୂର୍ଣ୍ଣ ଷ୍ଟେବଲ୍ ଯେହେତୁ ନାହାନ୍ତି କହିପାରୁନାହାନ୍ତି। ଆମେ କୁତ୍ରା ଥାନାକୁ ଇଣ୍ଟିମେଟ୍ କରିଛୁ ସେଠି ତାଙ୍କର ଲୋକାଲ୍ ଏନକ୍ୱାରି କରିବା ପାଇଁ। ଆଉ ସବୁ ଏନକ୍ୱାରି ହେଇସାରିଲା ପରେ ପ୍ରକୃତ ଘଟଣା ଆଉ ୟାର ପଛରେ କାରଣ କ'ଣ ରହିଛି, ମୋଟିଭ୍ କ'ଣ ରହିଛି ଜଣାପଡ଼ିବ। ଗୋଟେ ହେଉଛି ସେ ତାଙ୍କର ଲୋକାଲ୍ ଏନକ୍ୱାରି ପ୍ଲସ୍ ରାଉରକେଲାରେ ଯେଉଁ ମନୋହରନ୍ ଯିଏ ଅଛନ୍ତି ତାଙ୍କୁ ବି ଆମେ ଏଇ ଏନକ୍ୱାରିରେ ସାମିଲ କରାଯିବ। ତ ସବୁ ଏନକ୍ୱାରି ହେଇସାରିଲା ପରେ ଘଟଣାର ମୋଟିଭ୍ କ'ଣ ରହିଛି, ଇଣ୍ଟେନସନ୍ କ'ଣ ରହିଛି, ୟା ପଛର କ'ଣ କାରଣ ରହିଛି ସବୁ ଜଣାପଡ଼ିବ।